ପିଲାମାନେ ଆଜି ଆମେ ପଢିବା ବର୍ଷା ଋତୁ। ପିଲାମାନେ କହିଲେ ଦେଖି ବର୍ଷା ଋତୁ ତମମାନଙ୍କୁ ଭଲ ଲାଗେ କି ନାହିଁ? ବର୍ଷା ଋତୁ ତମକୁ ଭଲ ଲାଗେ କି ନାହିଁ ତମମାନେ କମେଣ୍ଟ ବକ୍ସ ମାଧ୍ୟମରେ ମୋତେ ଜଣାଇବ। ଏବେ ପଢିବା ଆମେ ବର୍ଷା ଋତୁର ଉପକ୍ରମ। ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସେ। ବର୍ଷ ମଧ୍ୟରେ ଅଷାଢ଼ ଓ ଶ୍ରାବଣ ମାସରେ ପ୍ରଚୁର ପରିମାଣରେ ବର୍ଷା ହୁଏ। ତେଣୁ ଏହି ଦୁଇ ମାସକୁ ବର୍ଷା ଋତୁ କହନ୍ତି। ଭକ୍ତ କବି ମଧୁସୂଦନଙ୍କ ମତରେ ବର୍ଷରେ ଆଷାଢ଼ ଶ୍ରାବଣ ମେଘ ବରସେ ଘନ ଘନ। ଭାଦ୍ରବ ଓ ଆଶ୍ୱିନ ମାସରେ ବର୍ଷାର ପ୍ରକୋପ ଦେଖାଯାଏ ନାହିଁ। ତଥାପି ଭାଦ୍ରବ ଓ ଆଶ୍ୱିନ ମାସକୁ ହିସାବ କରି ଲୋକମାନେ ବର୍ଷା ଋତୁକୁ ଚତୁର୍ମାସ୍ୟା ବୋଲି କହନ୍ତି। ଏହି ହିସାବରେ ବର୍ଷା ଋତୁ ଇଂରାଜୀ ଜୁନ ମାସରେ ଆରମ୍ଭ ହୋଇ ସେପ୍ଟେମ୍ବର ମାସରେ ଶେଷ ହୋଇଥାଏ। ବର୍ଷା ଋତୁରେ ପ୍ରାକୃତିକ ଦୃଶ୍ୟ। ଏହି ଋତୁରେ ଆକାଶରେ ମେଘ ଉଠେ, ବିଜୁଳି ଚକଚକ କରେ, ଘଡ଼ଘଡ଼ି ମାରେ, ତାପରେ ବର୍ଷା ହୁଏ। ବର୍ଷା ଛାଡ଼ିଗଲେ ଆକାଶ ପାଉଁଶିଆ ଦେଖାଯାଏ। ଆକାଶରେ ମେଘମାଳା ଦେଖି ମୟୂରମାନେ ନୃତ୍ୟ କରନ୍ତି। ବର୍ଷା ଋତୁରେ ଚାରିଆଡ଼େ ଘାସ ବୁଦାମାନ ଉଠି ପୃଥିବୀ ଶ୍ୟାମଳ ଦେଖାଯାଏ। ତେଣୁ ମନେ ହୁଏ ସତେ ଯେପରି ଧରଣୀ ରାଣୀ ଶାଗୁଆ ରଙ୍ଗର ଶାଢ଼ୀ ପିନ୍ଧିଛି। ଶାଗୁଆ ରଙ୍ଗର ପୃଥିବୀ ଉପରେ ନାଲି ନାଲି ସାଧବ ବୋହୂ ପୋକ ଧୀରେ ଧୀରେ ଚାଲୁଥାନ୍ତି। ଗଛ ଲତାରେ ଶାଗୁଆ ପତ୍ର ଭରିଯିବାରୁ ସେଗୁଡ଼ିକ ସୁନ୍ଦର ଦେଖାଯାଏ। ବିଲରେ ଧାନ ଗଛ ସବୁ ଚାଖଣ୍ଡେ ଲେଖାଏଁ ବଢ଼ି ଛନଛନିଆ ଦେଖାଯାଉଥାଏ। ବାଡ଼ି ବଗିଚାରେ ନାନା ଜାତିର ଶାଗ ଓ ପନିପରିବା, ଚାଳ ଉପରେ ଲାଉ, କଖାରୁ ଓ ପୋଇଡଙ୍କ ଏବଂ ଭୂମି ଉପରେ ଧଳା ଧଳା ଛତୁମାନ ଦେଖିଲେ ପ୍ରାଣ ପୁଲକିତ ହୁଏ। କିଆରୀରେ ସୁନା ରଙ୍ଗର ଛଣପଟ ବଡ଼ ମନୋରମ ଦେଖାଯାଏ। ବର୍ଷା ଋତୁରେ କିଆ, କେତକୀ, ଜୁଇ, ଜାଇ, ମଲ୍ଲୀ, ମାଧବୀ, ମାଳତୀ, କଦମ୍ବ, ଚମ୍ପା, କାଠଚମ୍ପା, ଟଗର, ତରାଟ, ଗୋଲାପ, ନିଆଳି, ସେବତୀ ଓ ହରଗୌରା ଫୁଲମାନ ଫୁଟି ପଲ୍ଲୀଭୂମିକୁ ସୁଶୋଭିତ କରେ। ଜହ୍ନି ଫୁଲ ଓ ମନ୍ଦାର ଫୁଲରେ ଗାଁ ଭୂଇଁ ସୁନ୍ଦର ଦେଖାଯାଏ। ଆକାଶରେ ଜଳକଣା ଥିବାରୁ ସେଥିରେ ସୂର୍ଯ୍ୟକିରଣ ପଡ଼ି ଇନ୍ଦ୍ରଧନୁ ଦେଖାଯାଏ। ଇନ୍ଦ୍ରଧନୁର 7ଟି ରଙ୍ଗ ଯଥା ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ଲାଲ ଓ ନାରଙ୍ଗୀ। ସୂର୍ଯ୍ୟ ବୁଡ଼ିଗଲା ବେଳେ ପଶ୍ଚିମ ଆକାଶରେ ନାନା ରଙ୍ଗର ମେଘ ଆକାଶର ବହୁ ରଙ୍ଗର ପୋଷାକ ପରି ଶୋଭା ପାଆନ୍ତି। ବର୍ଷାର ଝମଝମ ଶବ୍ଦ, ଝିଙ୍କାରୀର ଝିଁ ଝିଁ ସ୍ୱର ଏବଂ ବେଙ୍ଗର କଟର କଟର ଧ୍ୱନି ମିଶି ଅପୂର୍ବ ସଙ୍ଗୀତ ସୃଷ୍ଟି କରେ। ବର୍ଷା ଋତୁର ଉପକାରିତା। ବର୍ଷା ଋତୁରେ ପୃଥିବୀ ଶ୍ୟାମଳ ହୁଏ। ପାଣି ଅଭାବ ହୁଏ ନାହିଁ। ବାଡ଼ି ବଗିଚାରେ ବହୁତ ପନିପରିବା ହୁଏ ଯଥା ଜହ୍ନି, ଭେଣ୍ଡି, କାକୁଡ଼ି, କଖାରୁ, ଲାଉ, ଛଚିନ୍ଦ୍ରା ଓ ଶାଗ। ଚାଷୀମାନେ ବିଲବାଡ଼ିରେ ଫସଲ କରନ୍ତି। ବଢ଼ିପାଣି ଖେଳିଯିବାରୁ ବିଲରେ ପଟୁ ପଡ଼େ, ତେଣୁ ବିଲ ଉର୍ବର ହୁଏ। ବର୍ଷା ଋତୁର ଅପକାରିତା। ଏହି ଋତୁରେ ବାଟ ଘାଟ କାଦୁଅ ହୋଇଯାଏ। ଠାଏ ଠାଏ ବାଟ ଦବିଯାଇ ପାଣି ଚାଲେ। ତେଣୁ ଯିବା ଆସିବାରେ ଭାରି ଅସୁବିଧା ହୁଏ। ବର୍ଷା ତୋଫାନରେ ଛାତ ସବୁ ଉଡ଼ିଯାଏ। ନଈ ବଢ଼ି ହୋଇ ବହୁତ ଗାଁ ଭାସିଯାଏ। ବଢ଼ି ହେତୁ ବିଲରେ ବାଲି ଚଢ଼ିଯାଏ। ମଶା ଓ ମାଛି ଏହି ଋତୁରେ ବେଶୀ ଜନ୍ମନ୍ତି। ଠାଏ ଠାଏ ହଇଜା ରୋଗ ଦେଖାଦିଏ। ଚାରିଆଡ଼େ ଅରମା, ତେଣୁ କେତେ ଲୋକ ସାପ କାମୁଡ଼ାରେ ମରନ୍ତି। ଏଇ ନଈ ବଢ଼ିରେ ବୃକ୍ଷମାନ ଉପୁଡ଼ି ଯାଇ ଭାସି ଯାଆନ୍ତି। ଶସ୍ୟ କ୍ଷେତ୍ରରେ ଅନେକ ଦିନ ଧରି ପାଣିରେ ବୁଡ଼ି ରହିବା ଫଳରେ ଫସଲ ସବୁ ନଷ୍ଟ ହୋଇଯାଏ। କୃଷକ
ମୁଣ୍ଡରେ ହାତ ଦେଇ ବସେ। ଗାଁ ଗଣ୍ଡାରେ ପାଣି ପଶି ବହୁତ ଧନ ଜୀବନ ନଷ୍ଟ ହୁଏ। ନଦୀକୂଳ ଅତଡ଼ା ଖାଏ। ବର୍ଷା ଋତୁର ପର୍ବପର୍ବାଣୀ। ବର୍ଷା ଋତୁରେ ବହୁତ ପର୍ବ ପାଳିତ ହୁଏ। ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା, ଚିତାଲାଗି ଅମାବାସ୍ୟା, ରଥଯାତ୍ରା ଓ ଝୁଲଣ ବର୍ଷା ଋତୁର ପ୍ରଧାନ ହିନ୍ଦୁ ପର୍ବ। ଗହ୍ମା ପୂର୍ଣ୍ଣିମାରେ ଗୋମାତାର ପୂଜା କରାଯାଏ। ରଥଯାତ୍ରା ସାରା ଭାରତରେ ପ୍ରସିଦ୍ଧ। ଶେଷ କଥା, ବର୍ଷା କାଳରେ ଲୋକମାନେ ବହୁତ ଅସୁବିଧା ଭୋଗ କରନ୍ତି ଏବଂ ବହୁତ ବିପଦରେ ପଡ଼ନ୍ତି। କିନ୍ତୁ ବର୍ଷା ଋତୁର ଅପକାରିତା ତୁଳନାରେ ଉପକାରିତା ବହୁତ ବେଶୀ। ବର୍ଷା ଋତୁ ନଥିଲେ ପ୍ରାଣୀ ଜଗତ ଏବଂ ଉଦ୍ଭିଦ ଜଗତ ଧ୍ୱଂସ ପାଇଯାଆନ୍ତେ। ତେଣୁ କବି ମଧୁସୂଦନ ରାଓ ଲେଖିଛନ୍ତି, ବରଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷି ବାରି। ପିଲାମାନେ, ଯଦି ତମମାନଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।